सर्वमंगले शिवे सर्वार्थ साधिके शरणत्वमगे गौरी नारायणी नमस्ते आई हनुमतराजे कथा बहुमती अनुसार प्रेम सहित रवि धरो पधारे আদ্যাশক্তি পরাত্মা ভগবতী জগৎ জননী মা শুভদেবা রেবতী রমণ রবীন্দ্র বড়দেবজী আলমাদের সত্যি নিকুঞ্জ মা রাধারানী ঈশ্বরের পালন কারণে কুশল বিশল মন্ডল কুশল দর্শন মন্ডল প্রভু রঘুনাথ আল্লাহকে সত্যি নিকুঞ্জ কুঞ্জেশ্বরী আশাশ্বরী মা রাধারানী মা জানকী মহারানী রামকৃষ্ণ শিব ভক্তাশ্রেষ্ঠ গাণিক মহাগণ্য বীর ভদ্রপড়ি মহারাজ ক্ষেত্রাধীশ্বরী জগৎজননী পরাত্ম ভগবতী মা বিমলাম্বর ভাগবতময়ী অনন্ত ধন্যবাদ প্রণাম নিবেদন পূর্বক কটকর অধিষ্ঠাত্রী দেবী জগৎজননী মা কটকচন্ডী বা বাসুরী ঠাকুরের ভাগবতের অনন্তগুলি প্রণাম সর্বোপরি মধ্য শত্রুদেব পূজ্য বাবা পরিজাত ভাগবতময়ী ভক্তিবোধ প্রণাম নিবেদন পূর্বক মাসতে পবিত্র বৈশাখ মাসরে জগন্নাথ মহাপ্রভু বৃন্দাবন বিহারী অপার করুণার বাড়ি স্বরূপ আয়োজিত শ্রীরামশ্রী মানস প্রত্যাখ্যান করুন কর্ণধর সুত শ্রী ব্যাসী মহারাজ ভারগুণ তথা
বৃন্দাবন বিহারীଙ୍କ ସେବାରେ ଯତ୍ନଥିବା ସମସ୍ତ ବ୍ରାହ୍ମଣମାନେ ସର୍ବୋପରି ପଣ୍ଡିତ ରୁଦ୍ରସାଦ କରି এই অধম সেবকর অনন্ত কোটি প্রণাম। এই পবিত্র কার্যক্রমকে আয়োজন করেছিবা প্রেম বসরা ভাগবত সংস্থার সমস্ত ভক্তবৃন্দ ସମସ୍ତଙ୍କ ନାଁରେ ମଧ୍ୟ ମୋ ସହିତ ଯୋଗ ସ୍ଥାପନ କରି ଆପଣମାନଙ୍କ ଭକ୍ତଙ୍କ ସମ୍ମୁଖରେ ଭଗବାନଙ୍କର କଥା କହି ଅଂଶୀକରଣ କରିଥିବା ମୋର ମରଣ ଆୟୁଷ୍ମାନ ଆପଣମାନଙ୍କ ମୁଖ୍ୟ ପ୍ରଧାନବର୍ଷକ ପଣ୍ଡିତ ପ୍ରକାଶ ବେହେରା ମହୋଦୟ, ଆପଣମାନଙ୍କର ମୁଖ୍ୟ ଆକର୍ଷଣ କାରଣ କାଶୀନାଥ ଦାସ ମହାରାଜ ଏବଂ ଭଗବାନଙ୍କର ପାବନ କଥାକୁ ଶ୍ରବଣ କରିବା ପାଇଁ ଏ ବୃନ୍ଦାବନ ବିହାରୀଙ୍କ ସମ୍ମୁଖରେ ଉପସ୍ଥିତ ଥିବା ଦର୍ଶନଙ୍କର ପାଇବା ଠାରୁ ଆରମ୍ଭ କରି ତାପରେ ଉପସ୍ଥିତ ଥିବା ବେହେରା ବାବୁଙ୍କ ଠାରୁ ଆରମ୍ଭ କରି ଭଗବାନଙ୍କ କଥା ଶ୍ରବଣ କରିବାକୁ ଆସିଥିବା ମେଢ଼ ପର୍ଯ୍ୟନ୍ତ ଏବଂ ପିଠି ଏବଂ ତଥା କମଳିନୀ ମାମୁଁ ବାଦର ସହଯୋଗିତା ପୁର ସହଯୋଗୀ ବୀରମାନ ଏବଂ ଜଗା ମୋ ସହିତ ସହଯୋଗ କରୁଥିବା କାମଦେବ ପ୍ରଭୁ ଭଗବାନଙ୍କର ପାବନ କଥାକୁ ଆପଣମାନଙ୍କ ସମ୍ମୁଖରେ ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ପହଞ୍ଚାଉଥିବା ଶଙ୍କର ଭାଇ କଥା ଦୀପା ଦିଦି ଭଗବାନଙ୍କର ପାବନ କଥାକୁ ଶ୍ରବଣ କରିବା ପାଇଁ ବୃନ୍ଦାବନ ବିହାରୀଙ୍କର ପବିତ୍ର ଧାମରେ ଉପସ୍ଥିତ ସମସ୍ତ ସଜ୍ଜନବୃନ୍ଦ ଭକ୍ତିମତୀ ମା ମାନେ ଆଶୀର୍ବାଦ ଗୁଣି ଗୁଣି ପିଲାମାନେ ଆପଣମାନଙ୍କୁ ସମସ୍ତଙ୍କୁ ସେହି ଭଗବାନଙ୍କ ସ୍ୱରୂପରେ ଏ ଅଧମ ସେବକ ଆସନ୍ତୁ। ଭଗବାନଙ୍କର ପାବନ କଥାକୁ ଶ୍ରବଣ କଲା ପୂର୍ବରୁ ଆନନ୍ଦର ସହିତ ଶ୍ରଦ୍ଧାର ସହିତ ଭାବର ସହିତ ଭକ୍ତିର ସହିତ ଦୁଇବାର ଆପଣଙ୍କ ସହିତ କୀର୍ତ୍ତନ କରିବେ। ତାପରେ ଯେମିତି ଭଗବାନଙ୍କର କୃପା ହେବ କଥା ଶ୍ରବଣ କରିବେ, ଆନନ୍ଦର ସହିତ ଶ୍ରଦ୍ଧାର ସହିତ ଦୁଇବାର କୀର୍ତ୍ତନ କରିବେ। ଶ୍ରୀ କାମନା କରେ ଠାକୁର କେବେ ତାର ଅପୂରଣୀୟ ରଖନ୍ତି। এইদিনে ମୁଁ ଭଗବାନଙ୍କ ନାଁ ଚାହୁଁଛି। କଳ୍ପତର ଅର୍ଥ କ'ଣ ନା ଜୀବନରେ ଆପଣ ସଂସାରୀ ଲୋକଙ୍କ ଠାରୁ କ'ଣ ଗୋଟେ ଆଶା କରିବେ ଏ କଥାରେ ଗ୍ୟାରେଣ୍ଟି ନାହିଁ, କିନ୍ତୁ ଗୋଟିଏ କଥାରେ ଗ୍ୟାରେଣ୍ଟି ଅଛି ଭଗବାନ ଠାରୁ ଯିଏ ଯାହା କାମନା କରିବ ଠାକୁର କେବେ ତାକୁ ନିରାଶ କରିବେ, ସେ ଯାହା ବି ହଉ। ଆଜ୍ଞା ତ ଆଜି ଯେତେବେଳେ ଜଟାୟୁ ଭଗବାନଙ୍କ ଠାରୁ ପାପ ଶବ୍ଦ ଶୁଣିବା ପାଇଁ ଆଜ୍ଞା ଅପେକ୍ଷା କରିଛି, ଅନ୍ତ ସମୟରେ ଭଗବାନଙ୍କର କଥା ଶ୍ରବଣ କରିବାକୁ ଭଗବାନ ଦର୍ଶନ କରିବା ପାଇଁ ଅଭିଳାଷ କରିଥିଲେ। ଏଇଥିପାଇଁ ଭଗବାନ ଜଟାୟୁର ଅନ୍ତ ସମୟରେ ଭଗବାନ ପହଞ୍ଚିଲେ, ନିଜେ କୋଳରେ ତାକୁ ଧରିଲେ, ଜଟାୟୁର ତୁଣ୍ଡରେ ନିଜେ ଭଗବାନ ଗଙ୍ଗା ପାଣି ଦେଲେ। ଆଜ୍ଞା ନିଜ ହାତରେ ଜଟାୟୁର ଦାହ କ୍ରିୟା କଲେ, ଯେମିତି ଗୋଟେ ପୁଅର କର୍ତ୍ତବ୍ୟ ଭଗବାନ ଜଟାୟୁକୁ ମାନେ ସେଇ ଗତି ଦେଲେ ଯେ ଆଜ୍ଞା 2 ଜଣଙ୍କୁ ଗତି ମିଳିଲା। ଆମେମାନେ ଶୁଣିଛେ ଦଶରଥ କୋଉଠିକି ଗଲେ, ରାମ ରାମ କହି ରାମ କହି ରାମ ରାମ କହି ତନୁ କରି ହରି ରଘୁବୀର ତପସ୍ୟା କରିଥିବା ଦଶରଥଙ୍କୁ କୋଉ ପଦବୀ ମିଳିଲା ନା ରାମ ଗୟ ସୁରଧାମ। ସୁରଧାମ ଅର୍ଥ ସ୍ୱର୍ଗପୁର, ମାନେ ଯେଉଁ ସ୍ୱର୍ଗକୁ ଗଲେ ଆଉ ଥରେ ପୁଣି ରିଟର୍ନ ଟିକେଟ୍ ଅଛି ନା, ମାନେ ଯେଉଁମାନେ ସ୍ୱର୍ଗକୁ ଯାଆନ୍ତି ପୁଣ୍ୟ ସରିଗଲା ପରେ ପୁଣି ଆଉ ଥରେ ମର୍ତ୍ତ୍ୟକୁ ସେ ଆସିବେ। ରାଜା ଦଶରଥଙ୍କ ଯେଉଁ ପୋଷ୍ଟିଂ ହେଲା ସେ ପୋଷ୍ଟିଂଟାରେ ଟ୍ରାନ୍ସଫର ଅଛି, ମାନେ ଯିବେ ପୁଣି ଆଉ ଥରେ ଫେରିବେ। କିନ୍ତୁ ଆଜ୍ଞା ଭଗବାନଙ୍କୁ ପୁଅ ରୂପରେ ପାଇଥିବା ଜଟାୟୁ ଜୀବନରେ ଅରୁଆ ଡାଲମା କୋଉନ ଖାଇନି। ଜଟାୟୁକୁ ପଚାରିଲା, ଜଟାୟୁରେ ତୋ କ୍ୱାଲିଫିକେସନ୍ କ'ଣ, କ'ଣ କରୁଛୁ, ଡକ୍ଟରେଟ୍ କରୁଛୁ, PhD କରିଛୁ, କ୍ୱାଲିଫିକେସନ୍ କ'ଣ? ଜଟାୟୁ କହିଲା ମୋର ହେଉଛି 4ଟା କ୍ୱାଲିଫିକେସନ୍। ନା କ'ଣ ନା କି ଧ ଖ আমি সব
ରାତିରେ ଶାଗୁଣା ରାତି ମୋର ମୁଁ ବୋଲି ବୋଲିକି ସମସ୍ତଙ୍କ ମାଂସ ଖାଇବି ମୋ ମାଂସ କେହି ଖାଆନ୍ତି ଆଜ୍ଞା ଶାଗୁଣାକୁ କିଏ ପୋଷିକି ରଖେ ଆଚ୍ଛା ଯୋଉ ଗାଁକୁ ଗଲେ ଶାଗୁଣା ଲୋକ ଭଲ ପାଇକି ଡାକିଦେବେ ଯେମିତି ଭଲ ଭଳିଆ ନଟିକି ଲୋକ ଭଲ ପାଆନ୍ତି ଶାଗୁଣାକୁ କିଏ ଭଲ ପାଏ ମଡ଼ାଖିଆ ପାଣିଟାକୁ ଦେଖିଲେ ଲୋକମାନେ ଘୃଣା କରନ୍ତି ତେଣୁ ଗଲା ଏ ପରେ ମୋ କ୍ୱାଲିଫିକେସନ ଅଛି ଗୀତ 2 ନମ୍ବର ହଉଛି ଅଧମ ଅର୍ଥ କ'ଣ କୌଣସି ଗାଁକୁ ଯିବନି ମନ୍ଦିରକୁ ଯିବନି ଅଶୁଭ ପକ୍ଷୀ ଜଙ୍ଗଲରେ ବୁଲିବ ପୁଣି ସଜ ମାସ ଖାଇବନି ଆଜ୍ଞା ପୋଚରା ମାସ ଖାଇବ ହେଲା ଗୀଧ ଅଧମ ଖଗ ଆମିଷ ଭୋଗିବ ଆଜ୍ଞା ଶାଗୁଣା କୋଉ ନବେଟଙ୍କା ଖାଇଛି କୋଉ ଫଳ ଖାଇକି କିଏ ଜୁସ୍ ଫୁସ୍ କିଛି ହେଲା ଡେଲି ଆଇଁଷ ଖାଇଲା ବେলা ତୁଳସୀ ମାଳି ଜାଗାରେ ନାହିଁ ମୁଣ୍ଡରେ ମୋର ଚିନ୍ତା ନାହିଁ କିନ୍ତୁ ଭଗବାନ କୋଉ ଗତି ଦେଲେ ନା ଯୋଉ ଗତିଟାକୁ ଯୋଗୀ ଜନମାନେ ପ୍ରାର୍ଥନା କରନ୍ତି ପାଇବା ପାଇଁ ଭଗବାନ ସେଇ ଗତି ଦେଲେ ଖାଲି ସେତିକି ନୁହଁ ଆଉ ଭଗବାନ କୋଉ ଗତି ଦେଲେ ନା ଅବିରଳ ଭଗତି ଭଗବାନଙ୍କ ପୁରବଳି ଯାହାକୁ କହୁଛେ ସେ ଜାଗାକୁ ଗଲେ ଆଉ ଆପଣଙ୍କର ଜନ୍ମ ମୃତ୍ୟୁ ନାହିଁ କି ଆପଣ ପଡ଼କୁ ଆସିବେ ତ ସନ୍ଥମାନେ ପଚାରିଲେ କଲେ ହଇଲୁ 23,000 ବର୍ଷ ତପସ୍ୟା କଲା ପୁଣି ସେ ମଣିଷ ତମ ବାପା ତମେ ତାକୁ ପଠେଇଲ ସ୍ୱର୍ଗ ସିଏ ପୁଣି ରିଟର୍ନ ଆସିବେ ଯିଏ ଆଇଁଷ ଖାଇବା ବାଲାଟା ଗୋଟେ ଫର୍ଗୁଣାଟା ଆକୁ ପଠେଇଲ କ'ଣ ହରିଧାମ କାରଣ କହିଲେ ନା ଏ 2 ଜଣଙ୍କ ଭକ୍ତିରେ ଟିକେ ପାର୍ଥକ୍ୟ ରହିଗଲା ଆଜ୍ଞା ଦଶରଥଙ୍କ ଭକ୍ତି ଆଉ ଜଟାୟୁର ଭକ୍ତି ଦଶରଥଙ୍କ ଭକ୍ତି କ'ଣ ନା ଆଜ୍ଞା ସକାମ ଭକ୍ତିର ଅର୍ଥ କ'ଣ ଆମମାନଙ୍କର ଆମେ ମନ୍ଦିରକୁ ଗଲେ କୋଉନ ଭଗବାନଙ୍କୁ ମାନୁଛେ ଏ ଠାକୁରେ ବୃନ୍ଦାବନ ବିହାରୀ ଠକେଇବ ଘର ଟିକେ ଚାଲନ୍ତେନି କୋଉନ କହିଛେ ଓଲଟି ବୃନ୍ଦାବନ ବିହାରୀকে ମାଗো ଆମେ ଖାଲି ପଠେଇ ହେ ପ୍ରଭୁ ଏଇଟା ଦେଲୁନୁ ସେଇଟା ଦେଲୁନୁ ସେଇଟା କଲୁନୁ ଏଇଟା ଦରକାର ସେଇଟା ଦରକାର ଏଇଟା ହେଲାନି ସେଇଟା ହେଲାନି ଅମୁକ ହେଲାନି ସମୁକ ହେଲାନି ଆମର ଭଗବାନ ଦରକାର ନାହିଁ ଭଗବାନଙ୍କୁ ବଡ଼ ଦରକାର କେବଳ ଆମର ନାହିଁ କୋଉନ କିଏ କହିছে କିଏ ଗୋଟେ କହୁ ଏ ପ୍ରଭୁ ମୋର ବଡ଼ ଦରକାର ନାହିଁ କେବଳ ଆପଣ ଦରକାର କେବେ ଆମେ କହିଛେ ଆମର ପାଖରେ ବଡ଼ ଦରକାର ବେପାର ତ କୋଉ ଠାକୁର ଭଲ ବର ଦେଇପାରିବ ନହେଲେ ଏ ଠାକୁରକୁ ଛାଡ଼ିକି ସେ ଠାକୁର ଛାଡ଼ିକି ଆଉ ଠାକୁର ଏବେ ତ ଗୁରୁବାରେ ଆଜ୍ଞା ଲକ୍ଷ୍ମୀଙ୍କ ମନ୍ଦିରକୁ ଲୋକ କମ ଯାଉଛନ୍ତି ଏପଟେ ଜଗନ୍ନାଥଙ୍କ ମନ୍ଦିରକୁ ପଛରେ ଲୋକଙ୍କ ସଂଖ୍ୟା କମୁଛି କିନ୍ତୁ କୋଉ ମନ୍ଦିରକୁ ଗଲେ ବର ମିଳିବ ଆଉ ସେଠି ଖଚା ଖଚ ଭିଡ଼ ପଡ଼ୁଛି ଆମ ଲୋକ ବଡ଼ କମ ଭକ୍ତି ଇଏ ମଝିରେ ଗୋଟେ କ'ଣ ଗୋଜବାଣୀ ଗୋଟେ ବାହାରିଲେ ଗୁରୁବାର ତ ସବୁ ମାଛ ଖାଇ ପକେଇଲେ ପଡ଼ୁଛି ହେଲେ ଗୋଜବାଣୀ ଗୋଟେ ରଙ୍ଗା ପଡ଼ୁଛନ୍ତି ଏବେ ଅବଶ୍ୟ ଗୋଜବାଣୀ ମାନେ ପିଠିରେ ଆଉ ଏତେ ଭିଡ଼ ନାହିଁ ତାହେଲେ ଆମ ଲୋକଙ୍କର ବର ଖାଲି ଦରକାର ଯୋଉଠୁ ବର ମିଳିବ ତେଣୁ ଆମେମାନେ ସବୁ ଆମେ ହେଉଛୁ କ'ଣ ନା କାମନାଯୁକ୍ତ ଭକ୍ତ ଏଇଥିପାଇଁ ରାଜା ଦଶରଥ ଆଜ୍ଞା ସକାମୀ ଭକ୍ତ ଏଇଥିପାଇଁ ତାକୁ ଆଉ ଥରେ ଆସିବାକୁ ପଡ଼ିଲା କିନ୍ତୁ ଜଟାୟୁ ନିଷ୍କାମ ଭକ୍ତ ଆଜ୍ଞା ତାହାର କାମନା ବାସନା ନାହିଁ ଯାହାର ଏଇଥିପାଇଁ ଭୀମ କହିଲେ ଥିଲେ କ'ଣ କର ନିଷ୍କାମ ଭକ୍ତି ସୁଚିତେ ଗୋ ଦେହ ଭାରି ଯେତେ ଅଫଲତେ କର ନିଷ୍କାମ ଭକ୍ତି ସୁଚିତେ ଗୋ ଦେହ ଭାରି ଯେତେ ଅଫଲତେ ଜୀବନରେ ନିଷ୍କାମ ଭକ୍ତି ଯିଏ କରିବ ଭଗବାନ ତାକୁ ଏଇଟା ନିବେଦନ କରିବ ଜଗାକୁ ଉଦ୍ଧାର କଲା ପରେ ଭଗବାନ ମୋର ଆଗକୁ ଗଲା ପରେ ଅୟମୁଖୀ ବୋଲି ଗୋଟେ ଅସୁମଣି ଯିଏ ପାତାଳରେ ପୋତି ହେଇକରି ଅଛି ହାତ ଦୁଇଟା ବଢ଼େଇଲା ଏପଟେ ଭଗବାନଙ୍କୁ ଦାସ କରିବାକୁ ଗଲାବେଳେ ଭଗବାନ ଅୟମୁଖୀର ନାକ କାନ କାଟିଲେ ଆଗକୁ ଯାଉଛନ୍ତି କବନ୍ଧ ସୁର ସଙ୍ଗେ କରିଲେ ସଂଗ୍ରାମ ଦେଖିଲେ ଭଗବାନଙ୍କର ନଜର ପଡ଼ିଗଲା ଗୋଟେ ବିକଟା ଅସୁର ଯାହାର ମୁଣ୍ଡ ନାହିଁ କେବଳ ଗଣ୍ଡିଟା ପେଟ ଭିତରେ ତାର ଆଖି ଅଛି ଆଜ୍ଞା ତା ନାଁ ହେଉଛି ଯେତେବେଳେ ଭଗବାନ କବନ୍ଧକୁ ଉଦ୍ଧାର କଲେ 2 ହାତ ତାର କାଟିଲେ କବନ୍ଧ ନିଜର ସ୍ୱରୂପ ପାଇ ଆଜ୍ଞା ପଳେଇଗଲା
ଜାନକୀ ଅପହରଣ ହେଲା ଦିନଠାରୁ ଆଜି ପର୍ଯ୍ୟନ୍ତ ମୁଁ ଗୋଟେ ଫଳ ବି ଗ୍ରହଣ କରିନି। ଲକ୍ଷ୍ମଣ କୋଉଠି ଗୋଟେ ଦେଖିକି କିଛି ଫଳମୂଳ ସଂଗ୍ରହ କରନ୍ତ, ଆମେ ଟିକେ ଭୋଜନ କର। ଭଗବାନଙ୍କୁ ଭୋଗ ଲାଗିଲା ପରେ ନିଜେ ଲକ୍ଷ୍ମଣ ଆଉ ରାମ ଲକ୍ଷ୍ମଣ ଦୁଇ ଜଣ ଯାକ ମାନେ ଜଙ୍ଗଲରେ ବୁଲୁଥିଲା ବେଳେ ଭଗବାନଙ୍କ ନଜର ପଡ଼ିଗଲା କିଛି ଗୋପାଳମାନଙ୍କ ଉପରେ। ଆଜ୍ଞା ଗୋପାଳ ମାନେ ଗାଈ ଗୋଷ୍ଠ ଧରି ଅବେ ରଖିଛନ୍ତି, ଗୋ ଦହନ କରୁଛନ୍ତି। ଭଗବାନ ଲକ୍ଷ୍ମଣଙ୍କୁ ପଠେଇଲେ ବେଳେ ଲକ୍ଷ୍ମଣ ଯା ଗୋପାଳ ମାନଙ୍କୁ କହିବୁ ଆମକୁ ଏକରେ କ୍ଷୁଧା ଲାଗୁଛି, ଦୁଇରେ ତୃଷା ଲାଗୁଛି, ଯଦି କିଛି ଆମକୁ ଗୋରସ ମିଳିଯାଆନ୍ତା, କିଛି ଦୁଗ୍ଧ ମିଳିଯାଆନ୍ତା, ତାହେଲେ ଆମର କ୍ଷୁଧା ତୃଷା ଦିଟା ଯାକ ଆଜ୍ଞା କମିଯାଆନ୍ତା। ଆଜ୍ଞା ଭଗବାନ ଯେତେବେଳେ ଲକ୍ଷ୍ମଣ ଯାଇକି ଗୋପାଳଙ୍କୁ ମାଗିଲେ, ଇଏ ଗୋପାଳ ମାନେ କହିଲେ ହେ ଆମେ କ'ଣ ମାଗଣା ବେପାର କରୁଛୁ, କ'ଣ ତମ ପାଖରେ କଉଡ଼ି ଯଦି ଅଛି ଆଣିକି ଦିଅ, ତାହେଲେ ମଜୁରୀ ଦେଲେ ଆମେ ତମକୁ କ୍ଷୀର ଦେବୁ। ଭଗବାନ ଲକ୍ଷ୍ମଣ ପାଖରେ ତ ମଜୁରୀ ନାହିଁ। ଲକ୍ଷ୍ମଣ ଯାଇକି କହିଲେ ଭଗବାନଙ୍କୁ କହିଲେ ଠାକୁରେ ସେ କ'ଣ ମଜୁରୀ ମାଗିଲେଣି, ଭଗବାନ ତାଙ୍କ ମୁଦିଟାକୁ ଦେଲେ। କହିଲେ ଯା ଏ ମୁଦିଟାକୁ ଦେଇକି ଦେବୁ, କହିବୁ ଏ ମୁଦିଟା ବହୁତ ମୂଲ୍ୟବାନ, ଏ ମୁଦି ରଖିକି ଆମକୁ କିଛି କ୍ଷୀର ଦେବେ। ଆଜ୍ଞା ଯେତେବେଳେ ଗୋପାଳ ତ ଜାତିରେ ଗୋପାଳ, ସିଏ ମୁଦି ଦେଖିକି କଲେ ହେ ଆମର ମୁଦି କ'ଣ ହବ, ଆମକୁ କେଜିଏ କଉଡ଼ି ଦେବ କିମ୍ବା ଶସ୍ୟ ଦେବ, ତା ବଦଳରେ ଆମେ କେବଳ କ୍ଷୀର ଦେବୁ। ଲକ୍ଷ୍ମଣ ଯେତେ ବୁଝେଇଲେ ଯେ ଆମେ ତୃଷାର୍ତ୍ତ ଅଛୁ, ଆମକୁ ଭାରି ଭୋକ ଲାଗୁଛି, ଏ ଗଣ୍ଡେ ଆମକୁ ଟିକେ ତ ପିଇବାକୁ ଦିଅ। ଆଜ୍ଞା ସମସ୍ତେ ମନା କରିଦେଲେ। ଯେମିତି ମନା କରିଦେଲେ ଭଗବାନ ରାମକୁ ଭାରି କଷ୍ଟ ଲାଗିଲା। ଆଜ୍ଞା ଭଗବାନ କହିଲେ ମୋ ସାନ ଭାଇଟାକୁ ଭୋକ ଲାଗୁଛି, ଏ ଲୋକଟାଟେ ଏଡ଼େ ନିର୍ଦ୍ଦୟ, ଏ ଟୋମାଟେ ଗୋରସ ଦେଲେନି। ଆଜ୍ଞା ଭଗବାନ ରାମ ଯେମିତି ନଜର ପକେଇଦେଲେ ଗୋପାଳଙ୍କର ସବୁତକ କ୍ଷୀର ରକ୍ତ ହେଇଗଲା। ଆଜ୍ଞା ଯେତେ ଗାଈ ରହିଲେ ସବୁ ଗାଈଙ୍କ ଦେହରୁ ରକ୍ତ ବାହାରିଲା। ଗୋପାଳ ମାନେ ବ୍ୟସ୍ତ ହେଇ ପଡ଼ିଲେ। ତାଙ୍କ ଭିତରେ ଗୋଟେ ବୁଢ଼ା ଗୋପାଳ ଥିଲା, କହିଲା ହେ ତମେ ଗୋଟେ ଭୋକିଲା ଲୋକକୁ ଖାଇବାକୁ ଦେଇନ, ଏଇଥିପାଇଁ ତମର ସବୁ ରକ୍ତ ହେଇଗଲା। ଏଇଥିପାଇଁ ହିଁ ବାପା ମାନେ ମା ମାନେ ମନେ ରଖ, 10ଟା ଦେଉଳ ତୋଳିଲେ ଯେତିକି ପୁଣ୍ୟ, ଗୋଟେ ଭୋକିଲା ଲୋକକୁ ଖାଇବାକୁ ଦେବ ସେତିକି ପୁଣ୍ୟ। ଆଜ୍ଞା ଆଉ ଯିଏ ଅନ୍ୟମାନଙ୍କୁ ଭୋକିଲା ଲୋକକୁ ଖାଇବାକୁ ନ ଦେଇ ପଥର ଦେବ ତାକୁ ଆଜ୍ଞା ଯେତେ ଖାଇବା ଦିଅ, ଆଜ୍ଞା ଭଗବାନ ସନ୍ତୁଷ୍ଟ ହେଲେ। ସେଦିନ ସେ ବୃଦ୍ଧ ଗୋପାଳ ଜଣକ କହିଲେ ଚାଲ ଯିବା। ସେ ଦୁଇ ଜଣ ଯାକ ମୁଁ ଦେଖିକି ପାରୁଛି ସେ ସାମାନ୍ୟ ମଣିଷ ନୁହଁ, ଆରେ ଦିବ୍ୟ ପୁରୁଷ, ଚାଲ ଭୁଲ ମାଗିବା ତାଙ୍କୁ ଖାଇବାକୁ ଦେବା। ଆଜ୍ଞା ଏ ବୃଦ୍ଧ ଗୋପାଳ ଜଣକ ନାଁଟା ତାର ସୁବାହୁ ଗୋପାଳ। ସବୁ ଗୋପାଳ ମାନଙ୍କୁ ସାଙ୍ଗରେ ଧରିଲା, ଭଗବାନଙ୍କ ପାଦ ତଳେ ପଡ଼ିଗଲା, କଲା ପଡ଼ିବା। ସମସ୍ତେ ତ କହନ୍ତି ଘରେ ନ ରହନ୍ତି ଡ୍ୟାସ ବଡ଼ ଡ୍ୟାସ ଜାତି, କହିବିନି ଆଜ୍ଞା କାଳେ କେସ୍ ବେସ୍ ଲାଗିଯିବ। କିନ୍ତୁ ଏଇଥିପାଇଁ ଆଜ୍ଞା ଆପଣଙ୍କୁ ବୁଝିପାରିଲେନି। ଆପଣ ଯଦି କ୍ଷମା ନ କରିବେ ଇଏ ଗୋପାଳ ମାନେ ଆମେ ବଞ୍ଚିବୁ କେମିତି, ଆମ ଗୋର ଶୁଣାକ ସବୁ ରକ୍ତ ହେଇସାରିଲେନି। ଭଗବାନ ବସିଲେନି। ଇଏ ସୁବାହୁ ଗୋପାଳ ନିଜେ ରଖିଥିଲା କ୍ଷୀର, ଭଗବାନଙ୍କୁ ପିଇବାକୁ ଦେଲା। ଭଗବାନ ପଚାରିଲେ କହିଲେ ଗୋପାଳରେ ଆଜି ମୋତେ ଭୋକ ଲାଗୁଥିଲା ବେଳେ ତମେ ମୋତେ ଖାଇବାକୁ ଦେଇଛ, କ'ଣ ବର ମାଗୁଛୁ ମା? ସୁବାହୁ ଗୋପାଳଙ୍କର ପିଲାପିଲି ନାହିଁ। ଭଗବାନ ରାମକୁ ଦେଖିଦେଲା ପରେ ରାମ ଲକ୍ଷ୍ମଣ ଦୁଇ ଜଣଙ୍କୁ କହିଲା ଠାକୁର ଗୋଟେ କଥା କହିବି ନା କ'ଣ ନା, ଜୀବନରେ ମୋର ସନ୍ତାନ ନାହିଁ, ଏଇଥିପାଇଁ ମୁଁ ପିଲାକୁ ସ୍ନେହ କରିବାର ଇଏ ମୋ କଣାଟା ମୋତେ ମାଲୁମ ନାହିଁ। ଆଜି ପ୍ରଥମ ଥର ପାଇଁ ଆପଣଙ୍କ ଭଳିଆ ପିଲା ଦିଟାକୁ ଦେଖିଲା ପରେ ମୋ ମନ ଭାରି ଲୋଭ ଲାଗୁଛି, ମୋର ଭାରି ଇଚ୍ଛା ହେଉଛି ଆପଣଙ୍କ ଭଳିଆ ପୁଅର ଯଦି ଗୋଟେ ଦିନ ମୁଁ ବାପା ହେଇପାରନ୍ତି ମୋ ଜୀବନଟା ସତର୍କ ହେଇଯାନ୍ତା। ଆପଣଙ୍କ ଭଳିଆ ପୁଅ ମୋତେ ଗୋଟେ ଆପଣ ଦେବେନି? ଦୁଇ ଭାଇ ଯାକ ଟିକେ ମୋର ଗୋଟେ ଦିନକ ପାଇଁ ମୋର ପୁଅ ଟିକେ ଭର୍ତ୍ତି। ଭଗବାନ କଲେ ଗୋପାଳେ ଏ ଜନ୍ମରେ ତୋ କାମନା ପୂର୍ଣ୍ଣ କରିପାରିବିନି, ଆରେ ଦିନକ ପାଇଁ କ'ଣ ଲାଗୁଛୁ? 11 ବର୍ଷ ପର୍ଯ୍ୟନ୍ତ ଆମେ ଦୁଇ ଭାଇ ଯାକ ତୋରି ସନ୍ତାନ ହବୁ। ଆଜ୍ଞା ଏଇଥିପାଇଁ ସେଇ ସୁବାହୁ ଗୋପାଳ ନନ୍ଦ ରୂପରେ ହେଲେ, ଆଉ ଭଗବାନଙ୍କୁ 11 ବର୍ଷ ପର୍ଯ୍ୟନ୍ତ ତୋ ରୂପରେ ପାଇ। ଭଗବାନ ସୁବାହୁ ଗୋପାଳକୁ ବର ଦେଇ ସାରିଲା ପରେ ତହୁ ବିଜୟ କରିଲେ
ଆଗକୁ ଗଲାବେଳେ ପମ୍ପା ସରୋବର କୂଳରେ ଆଜ୍ଞା ମାନେ ପମ୍ପା ସରୋବରରେ ଅନେକ ପଶୁଙ୍କ ଆଜ୍ଞା ପକ୍ଷୀମାନେ ବିଚରଣ କରୁଛନ୍ତି। ଚକ୍ରବାକ ପକ୍ଷୀକି ଭଗବାନ ପଚାରିଲେ କହିଲେ ଚକ୍ରବାକ ତମେ ମୋ ସୀତାଙ୍କ କଥା କହିପାରିବ? ମୋ ଜାନକୀ ମାଆକୁ କିଏ ନେଇଛି କାହିଁକି ନା ଭଗବାନଙ୍କୁ ଜାନକୀ ମାଆଙ୍କ ନବାର ଖବରଟା ସର୍ବପ୍ରଥମେ ଦେଇଥିଲେ କିଏ? ଆଜ୍ଞା କୁକୁଟ ବୋଲିକି ଯାହାକୁ ଆମେ କହୁଛେ ଭଗବାନଙ୍କ ଖବରରେ ରାବଣ ଖବରଟା ଭଗବାନଙ୍କୁ ଦେଇଥିଲା। ଭଗବାନଙ୍କୁ ବା ଜାନକୀଙ୍କ ଖବର ଦେଇଥିଲେ ଜଟାୟୁ। ସେହି ଜାଗାରେ ଭଗବାନ ଯେମିତି ଚକ୍ରବାକକୁ ଦେଖିଲେ ପଚାରିଲେ କହିଲେ ଚକ୍ରବାକ ତମେ ମୋ ସୀତାକୁ ଦେଖିଛ କହିପାରିବ ମୋ ସୀତା କୁଆଡ଼େ ଯାଇଛନ୍ତି? ସେ ଚକ୍ରବାକ ସେତେବେଳେ ତା ସ୍ତ୍ରୀ ସହିତ ପ୍ରେମାନନ୍ଦ କରୁଥିଲା। ଭଗବାନ ଥରେ ପଚାରିଲେ ଚକ୍ରବାକ ଶୁଣିଲାନି, ଦ୍ୱିତୀୟ ଥର ପଚାରିଲେ ଚକ୍ରବାକ ଶୁଣିଲାନି, ତୃତୀୟ ଥର ଯେତେବେଳେ ପଚାରିଲେ ଚକ୍ରବାକ ବିରକ୍ତ ଲାଗିଲା। ହେ ଆମେ ପକ୍ଷୀ ଆମେ ଆମର ଖେଳୁଛୁ ତୁ ଗୋଟେ ମଣିଷଟା ତମ କାହିଁ ପଚାରୁଛୁ? ମୁଁ ମୋ ସ୍ତ୍ରୀ ସହିତ ଗୋଟେ ଆମେ ଗୋଟେ କ'ଣ ଲଭ କଥାବାର୍ତ୍ତା ହେଲା ବେଳେ ମୋ ସ୍ତ୍ରୀ କଲା ତୋ ସ୍ତ୍ରୀ କଥା ତୁ ବୁଝୁନୁ? ଆଜ୍ଞା ଚକ୍ରବାକ ଯେମିତି କଟୁ କଥା କହିବା ଅର୍ଥ କଲା। ଭଗବାନ କହିଲେ ଚକ୍ରବାକ ଇଏ ସ୍ତ୍ରୀ କି ପାଇଲା ପରେ ମୁଁ ପଚାରିବା ପ୍ରଶ୍ନ ଉତ୍ତର ଦଉନୁ? ଆଜିଠୁ ତତେ ମୁଁ ଅଭିଶାପ ଦଉଛି, ଆଜିଠାରୁ ତୁ ଯଦି ତୋ ସ୍ତ୍ରୀ ସହିତ ସମ୍ପର୍କ ରଖିବୁ ତୋ ମୂର୍ଦ୍ଧନାଘାତ ହବ। ଆଜ୍ଞା ଯେହେତୁ ଅଭିଶାପ ମିଳିଲା ଚକ୍ରବାକ ତଳେ କୋଡ଼ ତଳେ ପଡ଼ିଗଲା। ଗଲା ଠାକୁରେ ପକ୍ଷୀ ଲୋକ ଆଉ ସହଜେ କାମ ବ୍ୟବସାୟରେ ମୁଁ ଘୋଡ଼ ହେଇକି ମୋ ସ୍ତ୍ରୀ ସହିତ କାମ କ୍ରୀଡ଼ା କରୁଥିଲା ବେଳେ ଆପଣଙ୍କୁ ଚିହ୍ନି ପାଇଲେନି। ଆପଣ ଯଦି ମୋତେ ଅଭିଶାପ ଦେଲେ ଯେ ମୋ ସ୍ତ୍ରୀ ସହିତ ମୁଁ ଆଉ ମିଳନ ହେଇପାରିବିନି ଆମ ବଂଶ ଆଉ ରହିବଟି, ଆଜିଠାରୁ ଆମ ବଂଶ ବୁଡ଼ିଯିବ। ଏ ବଣିମା ମୋତେ ରକ୍ଷା କର। ଆଜ୍ଞା ଭଗବାନଙ୍କ ଭାରି କୋମଳ। ଭଗବାନ ଯେତେବେଳେ ଶୁଣିଲେ କହିଲେ ଚକ୍ରବାକ ମୋ ଅଭିଶାପ ତତେ ଫଳିବ, କିନ୍ତୁ ତୁ ଚାହିଁଲେ ତୋ ସ୍ତ୍ରୀ ସହିତ ଦିନ ବେଳେ ମିଳନ ହେଇପାରିବୁ, ରାତିରେ ତୋ ସ୍ତ୍ରୀ ସହିତ ମିଳନ ହେଇପାରିବୁ। ଏଇଥିପାଇଁ ରାତି ହେଲେ ଚକର ପକ୍ଷୀଟା ଆଜ୍ଞା ବିରହ ବେଦନାରେ କ୍ରନ୍ଦନ କରେ। ଆପଣମାନେ ଶୁଣିବେ ରାମାୟଣରେ ଏଇଥିପାଇଁ ରାତିରେ ଚକର ଚକରେ ଆଜ୍ଞା ମିଶି ପାରନ୍ତିନି। ଅଭିଶାପ ମିଳିଛି କାହାର? ଭଗବାନଙ୍କର ଅଭିଶାପ ଆଜ୍ଞା। ଭଗବାନ ଚକ୍ରବାକକୁ ଉଦ୍ଧାର କରି ସାରିଲା ପରେ ଏପଟେ ଜଙ୍ଗଲ ଭିତରେ ଦେଇକି ଯାଉଥିଲା ବେଳେ ଭଗବାନ ବାଟ ପଚାରୁଛନ୍ତି ମାଧବ ଋଷିଙ୍କ ଆଶ୍ରମଟା କୋଉଠି କହିପାରିବେ? ଶର୍ମଣାମାନ ଆଶ୍ରମଟା କୋଉଠି କହିପାରିବେ? ଲକ୍ଷ୍ମଣ ବିଚାର କଲେ କହିଲେ ହେ ଆଜି ପର୍ଯ୍ୟନ୍ତ ଜଗତ ଯାକ ଭଗବାନଙ୍କ ଠିକଣା ପଚାରନ୍ତି, କିନ୍ତୁ ପ୍ରଥମ ଥର ପାଇଁ ଭଗବାନ ବାଟ ପଚାରିକି ଯାଉଛନ୍ତି ଶର୍ମଣା ମାଙ୍କ ଆଶ୍ରମ କୋଉଠି, ଶର୍ମଣା ମା କୋଉଠି ରହେ। ମନେ ମନେ ଭାବିଲେ ଗଲେ ବୋଧେ କିଏ ଶର୍ମଣା ବୋଲିକି କିଏ ଗୋଟେ ବଡ଼ ତପସ୍ୱୀ ଥିବ ନା କ'ଣ। ଆଜ୍ଞା ଯେମିତି ଭକ୍ତାସନଗର ଜଙ୍ଗଲ ଭିତରେ ପ୍ରବେଶ କଲେ ସେ ଜଙ୍ଗଲର ଗଛ ଲତା ତରୁଣ ସମତିଙ୍କ ଭିତରେ କେବଳ ଗୋଟିଏ ଶବ୍ଦ ରାମ। ଆଜ୍ଞା ଯେମିତି ରାମ ଶବ୍ଦଟା ପ୍ରତିଧ୍ୱନିତ ହେଉଛି ଭଗବାନ ପହଞ୍ଚିଗଲେ ମାତଙ୍ଗ ଋଷିଙ୍କ ଆଶ୍ରମରେ। କବାଟ ଆଉଜା ହେଇଛି। ଭଗବାନ ଯେମିତି କବାଟରେ ପରାଘାତ କଲେ ଆଜ୍ଞା ଲକ୍ଷ୍ମଣ ଭାବୁଥିଲେ କ'ଣ ଯେ ସାଙ୍ଗେ ସାଙ୍ଗେ ଫୁଲମାଳଟା ଧରିକି ସ୍ୱାଗତ ଆସିବ, କିନ୍ତୁ ଆଜ୍ଞା କବାଟ ଖୋଲିକି ଦେଖିଲେ ଗୋଟେ ବୁଢ଼ୀ ପାଉଁଶ ବାଡ଼ି ଗୋଟେ ଧରି ଯେତେବେଳେ ଭଗବାନଙ୍କୁ ବାଡ଼େଇ ଦେବାକୁ ଆସେ ନଜର ପଡ଼ିଗଲା ଭଗବାନଙ୍କ ରୂପ ଉପରେ, ହାତରୁ ବାଡ଼ିଟା ପଡ଼ିଗଲା। ଭଗବାନ ବସିଲେ କହିଲେ ମା ଏ ବାଡ଼େଇବା କଥାଟା କାହିଁକି ହାତ ତଳେ ପଡ଼ିଗଲା? ଲକ୍ଷ୍ମଣ କହିଲା ଭାଇନା ଆଜି ପର୍ଯ୍ୟନ୍ତ ଯେତେ ଲୋକ ଆମକୁ ସ୍ୱାଗତ କରିଥିଲେ, କିଏ ଫୁଲମାଳ ଦେଇକି ସ୍ୱାଗତ କରିଥିଲା, କିଏ ଉତ୍ତରରେ ଦେଇକି ସ୍ୱାଗତ କରିଥିଲା, କିନ୍ତୁ କିଏ ଠେଙ୍ଗାରେ ସ୍ୱାଗତ କରିବାଟା ପ୍ରଥମ। ଇଏ ଠେଙ୍ଗା ଧରିକି ଆପଣଙ୍କୁ ସ୍ୱାଗତ ଏଇ ଆରି କଥା ଆପଣ କହୁଥିଲେ, ଏଇ ପରେ ଆପଣଙ୍କର ବଡ଼ ଭକ୍ତ। ଭଗବାନ ପଚାରିଲେ କହିଲେ ମା ହାତ ଅଟକି ଗଲା। ସବରି କହିଲା କଲା ଠାକୁର ଛିଡ଼ା ହବ ଆଗ ମୁଁ ଦେଖି ସାରେ ଆପଣ ଭଗବାନ କି ନାହିଁ। କାହିଁକି ନା ମୁଁ ଯେତେବେଳେ ମୋ ଗୁରୁଙ୍କୁ ପଚାରିଲି ଯେ ଗୁରୁଜୀ ମୁଁ ଭଗବାନଙ୍କୁ ଚିହ୍ନିବି କେମିତି, ଭଗବାନ ଗୁରୁଜୀ ବତେଇ ଦେଲେ କହିଲେ ଯାହା ସବରିଲ ଯାହା ପାଖରେ ଏ 6ଟା ଲକ୍ଷଣ ଥିବ ସର ସିଜଲ ଚରଣ ବାହୁ ବିଶାଲା
ପରା ତମେ ମୋ ରାମ ଠାକୁର କି? ଏତେ ଦିନ ପରେ ମୋ ଗୁରୁ ମତେ କହିଥିଲେ, ମୁଁ ତ ଭାବୁଥିଲି ଏ ଜନ୍ମରେ ବୋଧେ ଆଉ ଆପଣଙ୍କ ସହିତ ସାକ୍ଷାତ ହେଇପାରିବ। ଏ ବାପାମାନେ ମାଆମାନେ ଆପଣମାନେ ଶୁଣିବେ, ଯେତେବେଳେ ମାନେ ସବରି ଗୋଟିଏ ଜନ୍ମର ପୁଣ୍ୟରେ ଆଜ୍ଞା ଭଗବାନଙ୍କୁ ପାଇନି ଫଳ ମାନେ ଭଗବାନଙ୍କ ଦର୍ଶନ ଲାଭ କରିଥିବା ଆମେ ସେତିକି ଜାଗାରେ ବସିକି କଥା ଶ୍ରବଣ କରୁନେ। ଆମ ମଣିଆ ସାହିରେ ଏତିକି ଲୋକ ମଠ ସାହିରୁ ତା ମହିଳା ଆଇଛି ଏପଟେ ସିରିଏଲ ଆଇଲେଣି, ଏପଟେ ସିରିଏଲ ଆମର ବେହେରା ବାବୁ ଆମର ବାପାଇଆ ଭାଇ ଏସବୁ କୋଉଠୁ ସିରିଏଲ, କିନ୍ତୁ ଆମ ମଣିଆ ସାହି ଲୋକଙ୍କର ଆଜ୍ଞା ଆମ ସାହି ଲୋକଙ୍କର ଦେଖା ନାହିଁ। ଆଜ୍ଞା ଆମ ସାହି ଲୋକ ଯଦି ସମସ୍ତେ ଥାନ୍ତେ ଏ ବସିବାକୁ ଜାଗା ହନ୍ତେ, କାହିଁକି ନା ଭଗବାନଙ୍କ କଥା ଶ୍ରବଣ କରିବାକୁ ଆସିବେ। ଏଇଠି ମା ମୋର ଆଇଛି ଭଟ୍ଟଠୁ, ଇଏ ଭଗବାନଙ୍କର କଥା ଶ୍ରବଣ କରିବାକୁ ଯୋଉ ଆଗ୍ରହ, এটা ଗୋଟେ ଜନ୍ମର ସଂସ୍କାରରେ ମିଳିବନି ଆଜ୍ଞା। ଜନ୍ମ ଜନ୍ମାନ୍ତର ସଂସ୍କାରଟା ଯଦି ଏକାଠି ହବ, ତାହେଲେ ମଣିଷକୁ ଭଗବାନଙ୍କ କଥା ଭଲ ଲାଗିବ, ଭଗବାନଙ୍କ ବାଣୀ ଭଲ ଲାଗିବ, ଭଗବାନଙ୍କ ମାନେ ନାମ କୀର୍ତ୍ତନ କରିବାକୁ ଭଲ ଲାଗିବ। ତେଣୁ ଭଗବାନଙ୍କ କଥା ଶ୍ରବଣ କରିବାର ଯୋଉ ଆଗ୍ରହ, ଏଇଟା ଗୋଟେ ଜନ୍ମର ପୁଣ୍ୟ ନୁହଁ। ସବରୀ ମା ଭଗବାନଙ୍କୁ ପାଇବା ପାଇଁ ତାର ପୂର୍ବ ଜନ୍ମରେ ସବରୀ ଆଜ୍ଞା ସବରୀ ନଥିଲା, ଜଣେ ରାଣୀ ଥିଲେ ଆଜ୍ଞା, ମାନେ ରାଜ ଚକ୍ରବର୍ତ୍ତୀ ସମ୍ରାଟଙ୍କର ଏକମାତ୍ର ରାଣୀ। ଆଉ ଯେତେବେଳେ ସେ ବର୍ଷ ପ୍ରୟାଗରେ କୁମ୍ଭମେଳା ଚାଲିଥାଏ, ରାଜାରାଣୀ ଦୁଇ ଜଣ ଯାକ ଗଲେ କୁମ୍ଭରେ ସ୍ନାନ କରିବା ପାଇଁ। ଆଜ୍ଞା କୁମ୍ଭରେ ସ୍ନାନ କଲାବେଳେ ଆଜି ପର୍ଯ୍ୟନ୍ତ ରାଣୀ ମା କୋଉଦିନ ଘରୁ ପଦାକୁ ବାହାରି ନାହାନ୍ତି। କାହିଁକି ନା ମୋ ରାଣୀ ମାନଙ୍କ ନାଁଟା ହଉଛି ଅସୂର୍ଯ୍ୟ ପୁଂସା। ଅସୂର୍ଯ୍ୟ ପୁଂସା ଅର୍ଥ କ'ଣ ନା ଯିଏ ରାଣୀ ହବ ତା ଦେହରେ ସୂର୍ଯ୍ୟଙ୍କ କିରଣ ପଡ଼ିବନି। ଏଇଥିପାଇଁ ଆମ ଗଜପତି ମହାରାଜା ଆଜ୍ଞା ଯେତେବେଳେ ଚାହିଁବେ ଜଗନ୍ନାଥଙ୍କୁ ଦର୍ଶନ କରିପାରିବେ, କିନ୍ତୁ ଆମ ରାଣୀ ବା ଦର୍ଶନ କରିପାରିବେନି। ଆମ ରାଣୀ ଦର୍ଶନ କରିବାକୁ ହେଲେ ତାଙ୍କ ଜୀବନରେ ଥରେ କିମ୍ବା ଦୁଇ ଥର। ଏବେ ଆମର ଯେ ରାଣୀ ମା ଅଛନ୍ତି ଲୀଳାବତୀ ପାଟ ମହାଦେବୀ, ତାଙ୍କ ଜୀବନରେ ମା ଥରଟେ ଦର୍ଶନ କରିଛନ୍ତି, ଆଉ ଦର୍ଶନ କରିବେ କି ନ କରିବେ এইটা পুଣି ତାଙ୍କ ଭାଗ୍ୟର କଥା। କାହିଁକି ନା ରାଣୀ ଯୋଉ ଦର୍ଶନ କରିବାକୁ ଯିବେ ଗୋଟେ ସ୍ୱତନ୍ତ୍ର ନୀତି ଜଗନ୍ନାଥଙ୍କ ମନ୍ଦିରରେ ହବ ଆଜ୍ଞା। ସେଇଟା ହଉଛି କ'ଣ ନା ଗହଣ ବିଜେ, ରାଜମହଲ ରାଜ ମାନେ ମହଲରୁ ରାଜନଗରରୁ ଶ୍ରୀମନ୍ଦିର ପୁରା ୱାଟର ପ୍ରୁଫ୍ ଟେଣ୍ଟ ହବ, ଯେମିତି ସୂର୍ଯ୍ୟଙ୍କ କିରଣ ପଡ଼ିବନି, ମନ୍ଦିର ଶୁଦ୍ଧ ହବ। ଅର୍ଥ କ'ଣ ମନ୍ଦିର ଭିତରେ କୌଣସି ସେବାୟତ କୌଣସି ଯାତ୍ରୀ କେହି ରହିବେନି, ମାତ୍ର 5 ଜଣ ଲୋକ ରହିବେ। ଗଜପତି ମହାରାଜା, ରାଜଗୁରୁ, ମୁଦିରଥ, କାଳିଆ ପଣ୍ଡା ଏତିକି ଲୋକ ରହିବେ ଆଜ୍ଞା। ଆଉ ରାଣୀ ଯେତେବେଳେ ଜଗନ୍ନାଥଙ୍କୁ ଦର୍ଶନ କରିବେ, ବଳଭଦ୍ରଙ୍କ ମୁହଁରେ ପହଳ ପଡ଼ିଥିବ। କାହିଁକି ବଳଭଦ୍ର ଦେଢ଼ଶୁର, ତେଣୁ ଦେଢ଼ଶୁର ଭାଇ ବୋହୁ ଦେଖା ହବନି ତ ଆଜ୍ଞା। ଏଭଳି ଗୋଟେ ନୀତି କରିବାଟା ବହୁତ ବ୍ୟୟ ସାପେକ୍ଷ ବୋଲି ଯିଏ ରାଣୀ ହବ ସିଏ ଭଗବାନ ଦର୍ଶନ କରିପାରିବ। ତେଣୁ ଆଜି ପ୍ରଥମ ଥର ପାଇଁ ରାଣୀ ଆସିଛନ୍ତି ପଦାକୁ ଆଜ୍ଞା। ଯେତେବେଳେ ରାଣୀଙ୍କ କାନରେ ପଡ଼ିଗଲା, ଭଜନ କୀର୍ତ୍ତନ ଚାଲିଛି, ସତ୍ସଙ୍ଗ ଚାଲିଛି, ପ୍ରବଚନ ଚାଲିଛି, ରାଣୀ ସେଦିନ ରାଜାଙ୍କୁ ଧରିଲେ, କଲେ ମଣିମା ଆମେ ତ ସବୁବେଳେ ଘରେ ରହିଲେ, ରାଜଭୋଗ ଭିତରେ ରହିଲେ, ଏ ଶୁଣୁଛ ଭଗବାନଙ୍କ ନାଁଟା କେତେ ଆନନ୍ଦ ଲାଗୁଛି, ଚାଲୁନା ଯିବା ଏ ଅଧଘଣ୍ଟେ ଘଣ୍ଟେ ଟିକେ ଭଗବାନଙ୍କ କଥା ଶୁଣିକି ପଳେଇ ଆସିବା। ରାଜା କହିଛ ଆମେ କ'ଣ ଚାହିଁଲେ ଲୋକ ହେଇଛେ ପଚାରିଛେ, ଆଲୋ ଯିଏ ସାଧାରଣ ଲୋକ ସିଏ ଯାଇକି ତଳେ ବସିକି ପ୍ରବଚନ ଶୁଣିବ, କିନ୍ତୁ ତୁ ଗୋଟେ ରାଣୀ, ମୁଁ ହଉଛି ରାଜ୍ୟର ରାଜା, ଆମେ ରାଜା ହେଇକି ଯିବା ସତ୍ସଙ୍ଗ କରିବା ପାଇଁ। ରାଣୀ ଯେତେ ସେଦିନ ବାଧ୍ୟ କଲେ, ରାଜା ଆଉ ରାଣୀଙ୍କ କଥା ଶୁଣିଲେନି ଆଜ୍ଞା। କହିଲେ ହେ ତମର ଗୋଟେ ସୋସିଆଲ ପ୍ରେଷ୍ଟିଜ୍ ନାହିଁ, ତମେ ଗୋଟେ ଛୋଟ ଭାଇ, ଆମେ ଯେମିତି ଆମ ପ୍ରେଷ୍ଟିଜ୍ ବେଳେ ବେଳେ ରଖିଦେବୁ ଆଜ୍ଞା। ଯେତେ ବୁଝେଇଲେ ସେଦିନ ରାଣୀଙ୍କ କଥା ଆଉ ରାଜା ମାନିଲେ। ତ ରାଣୀ ବିଚାର କଲେ ଏମିତିଆ ଜୀବନ ପାଇକି ଲାଭ କ'ଣ? ଯୋଉ ଜନ୍ମରେ ଭଗବାନଙ୍କ କଥା ଶ୍ରବଣ କରିହେବନି, ଠାକୁରଙ୍କୁ ଦର୍ଶନ କରିହେବନି, କୀର୍ତ୍ତନ କରିହେବନି, ଏଭଳିଆ ଜୀବନ ପାଇଁ ଲାଭ ଅଛି ଆଜ୍ଞା। ରାଣୀ ବିଚାର କଲେ, କଲେ ଠାକୁରେ ଏ ଏମିତିଆ ଜୀବନ ମୋର ଦରକାର, ପଛକୁ ପଛକେ ମତେ ରାଣୀ ଦରକାର ନାହିଁ, ପଛକେ ମତେ ଆଗାମୀ ଜନ୍ମରେ ସବରୁଣ୍ଡେ କରିଦେବ, କିନ୍ତୁ ତମ ସତ୍ସଙ୍ଗ କରିପାରୁଥିବି, ତମ କଥା ଶ୍ରବଣ କରିପାରୁଥିବି, ଏତିକି ମତେ କୃପା କରିବ। ଏଇଆ କହି ମନ ଦୁଃଖରେ ଗଙ୍ଗା ନଦୀରେ ଘାସ ଦେଇଗଲେ। କହିଲେ ମା ଗଙ୍ଗା
ଆଗାମୀ ଜନ୍ମରେ ମତେ ଗୋଟେ ସବରୀରେ ପଛରେ କରିବୁ କିନ୍ତୁ ମତେ ଯେମିତି ଭଗବାନଙ୍କ ଶୋଷଣ ମିଳୁଥିବ। ଏ ବାପା ମାନେ ମା ମାନେ ମନେ ରଖିବେ ମୁଁ ପ୍ରଥମରୁ ଏଇଥିପାଇଁ କହିଛି ଏ ସଂସାରରେ ଆପଣଙ୍କ ସ୍ୱାମୀ ଆପଣଙ୍କ କଥାକୁ ପୂରଣ କରିପାରେ, ଆପଣଙ୍କ ସନ୍ତାନ ଆପଣଙ୍କ କଥା ପୂରଣ କରିପାରନ୍ତି କିନ୍ତୁ ମୋ ମହାପ୍ରଭୁ ଏମିତି ଆଜ୍ଞା କାହାର ଆଜ୍ଞା ଇଚ୍ଛାକୁ ପୂରଣ କରିନାହାନ୍ତି ବୋଲି ଆପଣ କହିବେ। ଏହି କାର୍ତ୍ତିକ ମାସରେ ଏ ବର୍ଷ ଆଜ୍ଞା ଜଗନ୍ନାଥ ମନ୍ଦିରରେ ଗୋଟେ ବିଚିତ୍ର ଘଟଣା ହେଇଥିଲା ଜାଣିଛନ୍ତି ନା? ଏ କାର୍ତ୍ତିକ ମାସରେ ସ୍ୱର୍ଗ ଦ୍ୱାରରେ ଗୋଟେ ବୁଢ଼ୀ ଆଜ୍ଞା ବଞ୍ଚିଲା। ଆପଣମାନେ ଟିଭି ଦେଖିଦେବେ, ମୋବାଇଲ ଦେଖିଦେବେ। କହିଲେ ବା ସେ ବୁଢ଼ୀର ଘର ହେଉଛି ଆଜ୍ଞା ଗଞ୍ଜାମ ଜିଲ୍ଲା କୁଲସରାରେ। ଯେତେବେଳେ ବୁଢ଼ୀ ଆଜ୍ଞା ପୁଅମାନେ ଯେତେବେଳେ ପିଲା 4 ପୁଅ, ବଡ଼ ପୁଅ ବିଏ ଶେଷ ବର୍ଷ, ତା ତଳ ପୁଅ +3 ଫାର୍ଷ୍ଟ ଇୟର, ତା ତଳ ପୁଅ +2, ଏମିତି ପିଲାମାନଙ୍କର ଠିକ୍ ପାଠ ପଢ଼ା ସମୟରେ ତା ସ୍ୱାମୀ ଏକ୍ସପାୟାର କରିଗଲେ। ଯେମିତି ସ୍ୱାମୀ ମରିଗଲା ପରେ ସେତେବେଳେ ତ ମାଷ୍ଟରମାନଙ୍କର ଏତେ ଦରମା ନଥିଲା, ଅଳପ ପେନ୍ସନ ପଇସାରେ ନିଜେ ବୁଢ଼ୀ ରାତି ଦିନ ଏକ କରି ସବୁବେଳେ ଜଗନ୍ନାଥ ମନ୍ଦିର ପ୍ରାର୍ଥନା କରେ। ଆଉ ସ୍ୱାମୀ ବଞ୍ଚିଥିଲା ବେଳେ ପ୍ରତ୍ୟେକ ମାସରେ ଆସେ ଜଗନ୍ନାଥ ଦର୍ଶନ କରିବା ପାଇଁ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କଲା, ଠାକୁରେ ମୋ ପିଲାମାନେ କୂଳରେ ଲାଗିଲା ପରେ ମୁଁ ତମକୁ ଦର୍ଶନ କରିବାକୁ ଯିବି। ଆଜ୍ଞା ସନ୍ତାନକୁ ମଣିଷ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଆସିବାଟା ଭୁଲିଗଲା। ଏମିତି ଜଞ୍ଜାଳ ଭିତରେ 4ଟା ପିଲା ଆଜ୍ଞା ମଣିଷ ହେଲେ, 4 ଜଣ ଯାକ ସରକାରୀ ଚାକିରି ପାଇଲେ। ଆଉ ଯେତେବେଳେ 4 ଜଣ ଯାକ ପୁଅ ବାହା ହେଇଗଲା ପରେ ବୁଢ଼ୀର ଦାୟିତ୍ୱ ସରିଗଲା, ବୁଢ଼ୀ ଭାଗବଟା ହେଇଗଲା, ସବୁ ପୁଅଙ୍କ ପାଖରେ ଗୋଟେ ଗୋଟେ ମାସ ରହିବ। ବୁଢ଼ୀ ଯେତେବେଳେ ଯୋଉ ପୁଅ ପାଖରେ ରହିବ ସେ ପୁଅକୁ କହିବ, ବାବୁରେ ତୋ ବାପା ଗଲା ପରେ ମୁଁ ଜଗନ୍ନାଥ ଦର୍ଶନ କରିପାରିବି, ଏ ମତେ ଟିକେ ଜଗନ୍ନାଥ ଦର୍ଶନ କରିଦେବି। ଆଜ୍ଞା ସବୁ ପୁଅ କହନ୍ତି, ମା ଏ ମାସରେ ମୋର ବହୁତ କାମ, ମୁଁ ତତେ ନେଇପାରିବିନି, ଆଗାମୀ ମାସରେ ନେଇଯିବି। ଆଜ୍ଞା ସେ ପୁଅ କହିବ, ମାଲୋ ଏ ମାସରେ ନେଇପାରିବେନି, ମୋ ପାଳି ପଡ଼ିଲେ ନେଇଯିବି। ଏଇଟା କଳିଯୁଗର ନିୟମ। ଆଜ୍ଞା ଏ କଳିଯୁଗରେ ସବୁ ବାପା ମାଙ୍କର ତାଙ୍କ ପିଲାଙ୍କ ପାଇଁ ସମୟ ରହିବ। ଆଜ୍ଞା ନିଜ ସ୍ୱାର୍ଥ ଅସୁବିଧା ସୁଖ ସବୁ ଭୁଲିକି ପିଲାକୁ ମଣିଷ କରିବେ। ଆଉ ସେ ପିଲା ଯେତେବେଳେ ବଡ଼ ହେଇଗଲା ପରେ ବାପା ମାଙ୍କ ପାଇଁ ତାଙ୍କର ସମୟ ନଥାଏ। ଗୋଟେ ପିଲା ଆଜ୍ଞା ଗୋଟେ ବାପା ମା 4-5ଟା ପିଲାକୁ ମଣିଷ କରିଦେବ, କିନ୍ତୁ ଗୋଟେ ପିଲା ତା ବାପା ମାକୁ ରଖିବାକୁ ତା ପାଖରେ ଆଜ୍ଞା ସମୟ ନଥିବ କି ଶକ୍ତି ନଥିବ। ବାପା ମା ବୁଢ଼ା ହେଇଗଲା ପରେ ପିଲାମାନେ ମନେ ମନେ ଭାବୁଥିବେ ବୁଢ଼ାଟା ମରିଗଲେ ଭଲ ହୁଅନ୍ତା କି ବୁଢ଼ୀଟା ଚାଲିଗଲେ ବଢ଼ିଆ ହୁଅନ୍ତା। ଏଇଟା କଳିଯୁଗର ନିୟମ। ପିଲା ବୁଢ଼ୀ ଯୋଉ 10-12 ବର୍ଷ ବଞ୍ଚିଲା, ଯେତେ ଯାହାକୁ କହିଲା ମତେ ଟିକେ ପୁରୀ ନେଇଯା, ଆଜ୍ଞା କେହି ନେଲେନି। ଶେଷକୁ ବୁଢ଼ୀ ମରିଗଲା ସିନା କିନ୍ତୁ ଜଗନ୍ନାଥଙ୍କ ପାଖକୁ ଯାଇପାରିଲାନି। ଆଜ୍ଞା ମରିଗଲା ପରେ ପିଲାମାନେ ବହୁତ କାନ୍ଦିଲେ। ଆମ କଳିଯୁଗ ନିୟମ ଆଜ୍ଞା, ବାପା ବଞ୍ଚିଥିଲା ବେଳେ ଭଲ ପାଇବେନି, ଆଉ ମରିଗଲା ପରେ ଭଲ ପାଇବେ। ବାପା ବଞ୍ଚିଥିଲା ବେଳେ ମୁଣ୍ଡିଆ ମାରିବେନି। ଆଜ୍ଞା ଆଜ୍ଞା ଯୋଉମାନେ ଆମେ ବହିଛେ ଘରେ ଯାହାର ବୁଢ଼ା ବାପା ମା ଶାଶୁ ଶ୍ୱଶୁର ଅଛନ୍ତି ମୁଣ୍ଡିଆ ମାରୁଛ, ବାପା ବଞ୍ଚିଥିଲା ବେଳେ ମୁଣ୍ଡିଆ ମାରିବେନି, ଆଉ ମରିଗଲା ପରେ ଫଟୋକୁ ମୁଣ୍ଡିଆ ମାରିବେ। ମୁଁ ଦେଖିଛି ଅଧିକାଂଶ ପିଲା ବାପାର ଫଟୋକୁ ଡେଲି ସକାଳୁ ଉଠିକି ମୁଣ୍ଡିଆ ମାରିବେ। ମୁଁ ମନେ ମନେ ଭାବି ଆରେ ବାପାଟା ବଞ୍ଚିଥିଲା ବେଳେ ଯଦି ଏତିକି ମାରିଥାନ୍ତୁ, ବାପାଟା ମଲା ବେଳେ ଭାବିଥାନ୍ତା କ'ଣ ଏ ଯାହା ହଉ ପିଲା ଜନ୍ମ କରିଥିବ, ପିଲାଟା ମଲା ମାନେ ବୁଢ଼ା ହେଲେ ଭଳି ମତେ ମୁଣ୍ଡିଆ ମାରୁଛି, ଆଉ ବାପା ମରିଗଲା ପରେ ମୁଣ୍ଡିଆ ମାରି ଲାଭ ଅଛି। ତେଣୁ ଆଜି ଆଜ୍ଞା ଯେତେବେଳେ ପିଲାମାନେ ବହୁତ କାନ୍ଦିଲେ, ବୁଝେଇ ଦେଲେ ଗାଁ ଲୋକମାନେ, ଗାଡ଼ି କଲେ ହରି ଯୋଉ ମାଆଟା ତମକୁ ମଣିଷ କଲା, ତମେ ତାକୁ ପୁରୀ ଟିକେ ନେଇପାରିଲନି, ବଞ୍ଚିଥିଲା ବେଳେ ତମେ ଗୋଟେ କାମ କର, ମରିଗଲା ପରେ ନେଇଯାଅ। ଆଜ୍ଞା ମରିଗଲା ବେଳେ ପିଲାମାନେ ନେଇକି ଆଇଲେ ସ୍ୱର୍ଗଦ୍ୱାରେ ଶବ ସତ୍କାର କରିବା ପାଇଁ। ଏ ମା ଜନ୍ମ କଲା ପିଲା ଭୁଲିଗଲା ସିନା, କିନ୍ତୁ ମୋ ଜଗନ୍ନାଥ ମହାପ୍ରଭୁ ଆଜ୍ଞା ଭୁଲି ନାହାନ୍ତି ନା। ଆଜ୍ଞା ବୁଢ଼ୀ ପ୍ରାର୍ଥନା କରିଥିଲା, ମତେ ଶ୍ରୀକ୍ଷେତ୍ରରେ ଟିକେ ରହିବାକୁ ଜାଗା ଦବ। ଆଉ ଯେମିତି ଆଜ୍ଞା ସବୁରେ ଆଜ୍ଞା ମୁଠା ଗିରି ଦେବାକୁ ଯାଇଛି ବଡ଼ ପୁଅ, ବୁଢ଼ୀ ମୋର ଉଠିକି ବସିଲା। ମନେ ଅଛି ଆଜ୍ଞା ପ୍ରାର୍ଥନା କରିଥିଲା, କିଏ ସଂସାରକୁ ବସିଲା, ବୁଢ଼ୀର କାମନା ପୂର୍ଣ୍ଣ କରିପାରିଲାନି, କିନ୍ତୁ ମୋ ଜଗନ୍ନାଥ ମହାପ୍ରଭୁ
ମନୋକାମନା ପୂର୍ଣ୍ଣ କଲେ ଶ୍ରୀକ୍ଷେତ୍ରରେ ବୁଢ଼ୀ ଆଜ୍ଞା ଜଗନ୍ନାଥଙ୍କୁ ଦର୍ଶନ କରି ପ୍ରାପ୍ତି ହେଇଗଲା। କହିବାର ତାତ୍ପର୍ଯ୍ୟ କ'ଣ ନା ଜୀବନରେ ଭଗବାନଙ୍କ ପାଇଁ କରାଯାଉଥିବା କର୍ମଟା କେତେବେଳେ ବ୍ୟର୍ଥ ହୁଏନି। ଯେହେତୁ ଭଗବାନଙ୍କ ସତ୍ସଙ୍ଗ କରିବା ପାଇଁ ଆଜ୍ଞା ପାଇଛି ଆତ୍ମହତ୍ୟା କରିଛି, ପରବର୍ତ୍ତୀ ଜନ୍ମରେ ସଫଳ ହେଇକି ଜନ୍ମ ହେଲା। ଆଉ ସଫଳ ହେଇକି ସିନା ଜନ୍ମ ହେଇଛି, କିନ୍ତୁ ପୂର୍ବ ଜନ୍ମର ସଂସ୍କାରଟା ଆଜ୍ଞା ସଫଳ ମନେ ଅଛି। ଏଇଥିପାଇଁ ଛୋଟ ସାଧାରଣ ପିଲାଙ୍କ ଭଳିଆ କିଏ ଖେଳକୁଦ କରେନି ଆଜ୍ଞା, 24 ଘଣ୍ଟା ଭଗବାନଙ୍କୁ ଭଜନ କରେ, ଭଗବାନଙ୍କୁ ପ୍ରାର୍ଥନା କରେ। ଠାକୁରେ ଗତ ଜନ୍ମରେ ତ ମୋତେ ସତ୍ସଙ୍ଗର ସୁଯୋଗ ଦେଲନି, ହେଲେ ଏ ଜନ୍ମରେ ଆପଣଙ୍କ ନାମ କୀର୍ତ୍ତନ କରିବାର ସୁଯୋଗ ଟିକେ ମୋତେ ଯେମିତି ମିଳିବ। ପିଲାଟି ଦିନରୁ ଭଗବାନଙ୍କୁ ଭଜନ କରେ, ପିଲାଟି ଦିନରୁ ସତ୍ସଙ୍ଗ କରେ। ଆଜ୍ଞା ମା ଶବରୀର ଏମିତି ଅବସ୍ଥା ଦେଖିଲା ପରେ ଶବରୀର ବାପା ଭାବିଲା କ'ଣ, କହିଲା କାଳେ ମୋ ପିଲାଟା ମାତା ଦେଇଯିବ କି ଆଉ, ଗୋଟେ କାମ କଲେ ହବ, ତାକୁ ବାହା କରିଦେବା। ଆଜ୍ଞା ସେତେବେଳେ ତ ବାଲ୍ୟ ବିବାହର କଥା, ସାଙ୍ଗେ ସାଙ୍ଗେ ଶବର ରାଜା ବଡ଼ ପିଲା ଗୋଟେ ଠିକ୍ କଲେ, ବାହାଘର ହବ। ଆଉ ଯେତେବେଳେ ବାହାଘର କରିବା ପାଇଁ ଆଉ 2 ଦିନ ପରେ ବାହାଘର, ସର୍ମଳାର ନଜର ପଡ଼ିଗଲା ଘର ପଛପଟେ ଅନେକ ପଶୁ ପକ୍ଷୀମାନଙ୍କର ଚିତ୍କାର ଶୁଣୁଛି। ଶବର ରାଜା ଅନେକ ପଶୁ ପକ୍ଷୀମାନଙ୍କୁ ବାନ୍ଧିକି ରଖିଛି। ଶବରୀ ପଚାରିଲା, କଲା ବାପା ଏବେ ଏତେ ତ ପଶୁ ପକ୍ଷୀ ଆମର କଣ ଆଣୁନି, ଏତେ ପଶୁ ପକ୍ଷୀ ଗୁଡ଼ାକ ବାନ୍ଧିକି ରଖିছে କ'ଣ ପାଇଁ? ଶବର ରାଜା ହସେଇକି କହିଲା, ବାହାରେ ଏ ତୋ ବାହାଘର ହବ ତ, ତୋ ଶ୍ୱଶୁର ଘର ଆଜ୍ଞା ଡିମାଣ୍ଡ କରିଛନ୍ତି, ଶ୍ୱଶୁର ଘର ଲୋକଙ୍କର ଖାଇବା ପାଇଁ, ତୋ ବରଯାତ୍ରୀଙ୍କ ଖାଇବା ପାଇଁ ଏମାନଙ୍କୁ ମାଂସ ଦରକାର ପଡ଼ିବ। ସର୍ବଣା ବିଚାର କଲା, ମୁଁ ଗୋଟିଏ ଲୋକ ବାହା ହେଲେ ମୋ ପାଇଁ ଏତେ ପଶୁ ପକ୍ଷୀ କରିବେ? ଆରେ ମୋ ଦେହରେ ମଶା ଟିକେ କାମୁଡ଼ି ଦେଲେ, ପିମ୍ପୁଡ଼ି ଟିକେ କାମୁଡ଼ି ଦେଲେ ମୋତେ କେତେ କଷ୍ଟ ହେଉଛି, ଆଉ ମୋରି ପାଇଁ ଏ ନିରୀହ ପଶୁ ପକ୍ଷୀ ଗୁଡ଼ାକ ହଣା ହେବେ? ଆରେ ଏମାନଙ୍କୁ ତ କଷ୍ଟ ହବ। ଏଇଥିପାଇଁ ସେଦିନ ଶବରୀ ରାତି ଅଧରେ ଦେଖିଲା, ଯେତେବେଳେ ବାପା ଶୋଇପଡ଼ିଛନ୍ତି, ରାତି ଅଧରେ ଛୁରୀ ନେଇକି ଗଲା। ଆଜ୍ଞା ସବୁ ପଶୁ ପକ୍ଷୀଙ୍କର ଦୌଡ଼ି କାଟିଦେଲା। ଆଜ୍ଞା ପଶୁ ଗୁଡ଼ାକ ଯେତେବେଳେ ମୁକ୍ତ ହେଇଗଲେ, ସିନା କଥା କହିପାରିଲେନି, କିନ୍ତୁ ଗଲାବେଳେ କହିକି ଗଲେ, କହିଲେ ଏ ସର୍ବଣା, ତୁ ଯେମିତି ଆମକୁ ବନ୍ଧନ ମୁକ୍ତ କରିଛୁ, ଆମେ ତତେ ବର ଦଉଛୁ, ତୁ ବି ଦିନେ ସଂସାର ବନ୍ଧନ ମୁକ୍ତି ହେଇଯିବୁ। ଯେତେବେଳେ ଜଙ୍ଗଲ ଭିତରେ ବୁଲି ବୁଲି ପହଞ୍ଚିଗଲେ କୋଉଠି ନା ସନ୍ଥମାନଙ୍କ ଆଶ୍ରମ, ଦେଖିଲେ ଭଜନ ଚାଲିଛି, କୀର୍ତ୍ତନ ଚାଲିଛି, ସବରୀ ସେଇଠି ବସି ପଡ଼େ। ଆଜ୍ଞା ଯେତେବେଳେ ଲୋକମାନେ ଦେଖନ୍ତି ଶବରୀଟା ବସିକି ସତ୍ସଙ୍ଗ କରୁଛି, ଆଗ କାଳରେ ଆଜ୍ଞା ଜାତି କଥାଟା ବହୁତ ଥିଲା। ଯେଉଁମାନେ 30-40 ବର୍ଷ ତଳେ ମନେ ପକା, ଆଜ୍ଞା କେତେ ଜାତି କଥା ଥିଲା। ଆଜି ସେଇ ବଳରେ ଆଜ୍ଞା ଶବରୀଟା ଯଦି ସତ୍ସଙ୍ଗ କରୁଥିବ, କିଏ ବାବାଜୀ ମାନେ କିଏ ଗୋବର ପାଣି ପକେଇବ, କିଏ ପାଣି ପକେଇବ, ତୁ ସତ୍ସଙ୍ଗ ଶବରୀ ମାଙ୍କୁ ସମସ୍ତେ ତଳି ଦିଅନ୍ତି। ଶବରୀ କାନ୍ଦି କାନ୍ଦିକିରି କୁହେ, ଠାକୁରେ ଏ ଜନ୍ମରେ ମଧ୍ୟ ଆପଣଙ୍କ ସତ୍ସଙ୍ଗ କରିବାର ସୁଯୋଗ ମୋତେ ମିଳୁନି। ମୁଁ ଯୁଆଡ଼େ ଗଲେ ଶବରୀଟା ବୋଲି ଲୋକମାନେ ମୋତେ ଘୃଣା କରୁଛନ୍ତି, ଶବରୀ ବୋଲିକି ଲୋକମାନେ ମୋତେ ତଡ଼ି ଦେଉଛନ୍ତି। ମନେ ମନେ ଭାବିଲା, ମୁଁ ସିନା ସମସ୍ତଙ୍କ ସାମ୍ନାରେ ସତ୍ସଙ୍ଗ କରୁଛି ବୋଲି ମୋତେ ଏମାନେ ତଡ଼ି ଦେଉଛନ୍ତି, ଆଉ ସମସ୍ତଙ୍କ ସାମ୍ନାରେ ସତ୍ସଙ୍ଗ କରିବି, ଲୁଚିକି ସତ୍ସଙ୍ଗ କରିବି। ଆରେ ଆମେ ଶବରୀ ଠାରୁ କେଡ଼େ ଭାଗ୍ୟବାନ ଦେଖ, ଆମ ପାଇଁ ଦରି ପଡ଼ିଛି, ଆମ ପାଇଁ ଚୌକି ପଡ଼ିଛି, ଆମକୁ ଆଜ୍ଞା ଲୋକ ନିମନ୍ତ୍ରଣ ଦେଇକି ଡାକୁଛନ୍ତି। ଆମ ପାଖରେ ଭଗବାନଙ୍କ ପାଇଁ ସମୟ ନାହିଁ, କିନ୍ତୁ ସେଦିନ ସେତିକି ସୁଯୋଗ ଶବରୀ ଭାଗ୍ୟରେ ମିଳିଲାନି। ଶବରୀ ମା ଲୁଚି ଲୁଚିକି ଆଜ୍ଞା ଯୋଉଠି ସତ୍ସଙ୍ଗ ହଉଥିବ, ଗଛ ମୂଳରେ ଲୁଚିକି ବସିକି ଶୁଣିବ। ସବୁଥିରୁ ବଞ୍ଚିତ କରି କେଉଁ ସହାରା ଉଡ଼ାଇବ ହେ, ସବୁଥିରୁ ବଞ୍ଚିତ କରି କେଉଁ ସହାରା ଉଡ଼ାଇବ ହେ, ସବୁଥିରୁ ବଞ୍ଚିତ କରି ଯାହା ଦେଇଥିଲ ସବୁ ତ ଦେଲଣି, ଯାହା
ସବୁବେଳେ ଭାବିଲା କଲା ହେ ଏ ମୁଁ ତ ଭଗବାନଙ୍କ କଥା ଶ୍ରବଣ କଲେ ଇଏ କଥା ଶ୍ରବଣ କରୁଥିବା ସତ୍ୟକୁ କିଛି ରକ୍ଷଣା ଦେବା କଥା ଏ ମୁଁ ତ ଲୁଚିକି ସତ୍ସଙ୍ଗ କରୁଛି ରକ୍ଷଣା ତ ଦେଇପାରୁନି ତାହେଲେ ମୋର ଶ୍ରବଣ କରିବା ପରିଶ୍ରମଟା ବୃଦ୍ଧା ହେଇଯାଉଥିବ ହେଲା ମୁଁ ସିନା ଟଙ୍କା ପଇସା ଦକ୍ଷିଣା ଦେଇପାରିବିନି ଇଏ ସନ୍ଥମାନଙ୍କ ସେବା ତ କରିପାରିବି ଆଜ୍ଞା ଏଇଥିପାଇଁ ସବୁରି ସମ୍ପତ୍ତିଙ୍କର ଅଜାଣତରେ ଜନ୍ମରେ ଫଳମୂଳ କିଣିକି ଆଜ୍ଞା ଫଳମୂଳ ତୋଳିକି ଆଣିବ ରାତି ଅଧରେ ସବୁରି ମା ଆଜ୍ଞା ଫଳମୂଳ ପାଣିକି ରଖିଦେବ ବାବାଜୀ ମାନେ ଯୋଉ ରାସ୍ତା ଦେଇକି ଯିବେ ସେ ରାସ୍ତାର ବାଟ ଓଳିକି ଦେବ ପାଣି ଆଣିକି ଧୋଇଦେବ କାହିଁକି ନା ମୋ ଶାସ୍ତ୍ର କୁହନ୍ତି ଆଜ୍ଞା ଜୀବନରେ ଯେତେ ଭକ୍ତି କରିବେ ଗୁପ୍ତ ଥିବା ଦରକାର ଭାଗବତ କହିଲା କ'ଣ ନା ଯେ ଧର୍ମ ଚଳିବ ସେ ଧର୍ମ ପରେ ନ କହିବ ଯେତେବେଳେ ସବୁଦିନ ସନ୍ଥମାନଙ୍କ ସେବା କରେ ଏଇଟା ଅଲଗା କେଉଁ ଋଷିମୁନି ମାନଙ୍କର ନଜର ପଡ଼େନି ନା ମାଧବଙ୍କର ନଜର ପଡ଼ିବା ମାଧବ କଲାରେ କିଏ ଏ ସବୁଦିନ ଗୋଟେ ଆମକୁ ଫଳମୂଳ ଦେଉଛି ସବୁଦିନ ଆମ ରାସ୍ତା ସଫା କରି ଦେଉଛି ଆମ ପାଇଁ କାଠ ଆଣିକି ଦେଉଛି ଏ କିଏ ଦେଖିଲ ଇଏ କେଉଁ ମଣିଷ କରୁଛି କେଉଁ ଦେବତା କରୁଛି କିଏ ସେ କରୁଛି ତମେ ଲକ୍ଷ୍ୟ କରିବ ଆଜ୍ଞା ଏ କଥାଟା ଆଉ ସବୁବେଳେ ଜାଣି ସିଏ ସବୁଦିନ ଭଳି ଯେତେବେଳେ ନଜର ପଡ଼ିଗଲା ବାବାଜୀ ମାନେ ଶୋଇ ପଡ଼ିଲେଣି ଇଏ ମା ମୋର ଉଠିକି ଗଲେ ଯେମିତି ଫଳମୂଳ ଧୋଇକି ଆଜ୍ଞା ଓଳେଇବାକୁ ଆରମ୍ଭ କରିଛନ୍ତି ଜଣେ ବାବା ଧରିଲା ତୁ କିଏ କହ କ'ଣ ବି ଆମ ସେବା କରୁଛୁ ଆଜ୍ଞା ସବୁବେଳେ ଗୋଡ଼ ତଳେ ପଡ଼ିଗଲା କହିଲା ବାବା ମୋତେ କ୍ଷମା କରିଦିଅ ଆଉ ଆପଣଙ୍କ ଆଉ ଆସିବି ମୋତେ ଆଉ କରିଦିଅନି ଏଠୁ ବାବାଜୀ କଲେ ଏତେ କଥା ନାହିଁ ଚାଲ ମୋ ଗୁରୁଙ୍କ ପାଖକୁ ଶର୍ମଣା ଭାବିଲା କ'ଣ ଆଜ୍ଞା ସବୁ ବାବାଜୀ ମାନେ ଯେମିତି ସବୁରି କହିକି ତଡ଼ି ଦିଅନ୍ତି ସବୁରି କହିକି ଘୃଣା କରନ୍ତି ଇଏ ବାବାଜୀ ବି ବୋଧେ ମୋତେ ସେମିତି ଗାଳି କରିବେ ତଡ଼ି ଦେବେ ଏଇ ଭାବିକି ସବୁରି କରୁଛି ନଜର ପଡ଼ିଗଲା ପ୍ରଥମ ଥର ପାଇଁ ଜଣେ କିଏ ସ୍ୱାମୀମାନେ ପ୍ରେମର ସହିତ ସବୁରି ଡାକିଲେ କହିଲେ ମା ଆଇବି ସବୁରି କରୁଛି କହିଲେ ମା ଭୟ କାହିଁ କରୁଛୁ ନାଇଁ କରୁଛି ସମସ୍ତେ ମୋତେ ଘୃଣା କରନ୍ତି ତ ମୋତେ ଲାଗିଲା ଆପଣ ବି ମୋତେ ସେମିତି ଗାଳି କରିବେ ମାଧବ କହିଲେ ମାରେ ମୋତେ ଗାଳି କରିବେନି ମା ଆଶା କହିଲୁ ମା ଏ ଫଳମୂଳ ଆମ ପାଇଁ କିଏ ରଖୁଛି ସମ୍ମାନ କଲା ନାଇଁ ଏ ଜନ୍ମର ସମାଜ କରୁଛ ସବୁରି ମୁଣ୍ଡ ତଳକୁ ପୋତି ଲାଗିଲା ମା ତମେ ଦିନ ବେଳେ କାହିଁକି କାମ କରୁନ ନା କଥା କ'ଣ କିଏ କରୁଛି ମୁଁ ଗୋଟେ ସବୁରି କାମ ମୁଁ ଗୋଟେ ଛୁଇଁଲେ ଆପଣଙ୍କର ଫଳମୂଳ ଫୁଲ ଗୁଡ଼ାକ ସବୁ ଛୁଆ ହେଇଯାଉଛି ତ ଏଇଥିପାଇଁ ମୁଁ ଜାଣିଛି ଆଜ୍ଞା ଆପଣମାନଙ୍କୁ ଦିନ ବେଳେ ଆପଣଙ୍କୁ ଦେଇପାରୁନି ମାତ୍ର କହିଲେ ଶର୍ମଣା ଇଏ ଜନ୍ମରୁ କେହି ଗଲେ ସବୁରି ହୁଏନି କହିଲେ ଜନ୍ମ ଶୂଦ୍ର ସଂସ୍କାର ବ୍ୟାସ ଭବେ ବ୍ରାହ୍ମଣ ଆମ ଶାସ୍ତ୍ର କହେ ଏ ଜୀବନରେ ଆମେ ଜନ୍ମ ହେଲା ବେଳେ ସମସ୍ତେ ଶୂଦ୍ର ହେଇକି ଜନ୍ମ ହେଇଛେ ଆମକୁ ଆମ ସଂସ୍କାର ଆମେ ଯେଉଁ ପରିବେଶରେ ରହିଲେ ସେଇଥିରେ जय जय सीताराम बोलिए जय सीताराम बोलिए जय सीताराम बोलिए जय सीताराम
ନଜର ପଡ଼ିଗଲା ଗୁରୁଦେବ ଯାହା ବତେଇଥିଲେ କହିଲେ ସବରୀର ତିନି ଜଣ ଆସିଥିଲେ ଜଣେ ଶ୍ୟାମଳ ବର୍ଣ୍ଣ ଆଉ ଜଣେ ଗୌର ବର୍ଣ୍ଣ ଭଗବାନ ପଚାରିଲେ କଲେ ମା ବାଡ଼ିଟା ବାହାର କଲ ବାଡ଼େଇଲନି ସବରୀ ଗୋଡ଼ ତଳେ ପଡ଼ିଗଲା କଲା ଠାକୁରେ ମୁଁ ଭାବିଲି ଏ ବନବାସୀ ପିଲାଗୁଡ଼ା କହିଲାଟା କରୁଛନ୍ତି ବୋଲି କହିଲା ଠାକୁରେ ଟିକେ ଛିଡ଼ା ହେଲ ଭଗବାନ କଲେ କାହିଁକି ନା ମୋ ଗୁରୁ କହିଥିଲେ ଯିଏ ରାମ ତାଙ୍କ ପାଖରେ 8ଟା ଲକ୍ଷଣ ରହିବ ଆଗ ମୁଁ ଟିକେ ତମକୁ ପରୀକ୍ଷା କରିବି ପ୍ରଥମ ଲକ୍ଷଣ ଆପଣଙ୍କ ରଙ୍ଗ ଟିକେ ଦେଖି ଆପଣଙ୍କ ରୂପଟା ଭଗବାନ ଆଜ୍ଞା ଟେକିଲେ ଉତ୍ତର କହିଲା ହଁ ମୋ ଗୁରୁ କହୁଥିଲେ ତମେ ଶ୍ୟାମଳ ବର୍ଣ୍ଣ ଆଉ ତମ ସାନ ଭାଇ ଗୌର ବର୍ଣ୍ଣ ଠିକ ହେଲା ପ୍ରଥମ କଣ୍ଡିସନ ରାଜି ତା 2 ନମ୍ବର ଠାକୁର ଟିକେ ତମ ଆଖି ଦେଖେଇଲ ଗ୍ରହଣ କରୁଛ ମୋ ଭଗବାନ ଆଖି ଦେଖୁଛୁ ନା ନାଇଁ ମୋ ଗୁରୁ କହିଥିଲେ ଯିଏ ରାମ ହେଇଥିବେ ତାଙ୍କ ଆଖିଟା କୁଆଡ଼େ ପଦ୍ମ ଫୁଲ ଭଳିଆ ହେଇଥିବ ଠାକୁର ଟିକେ ଆଖି ଦେଖେଇଲ ଆଜ୍ଞା ଛୋଟ ପିଲାମାନେ ଯେମିତି ବାପାକୁ ଆଜ୍ଞା ଦେଖାନ୍ତିନି ସେମିତି ଭଗବାନ ଆଖି ନେଲା କରିଦେଲେ ଠିକ ଠିକ ମୋ ଆମର ଗୁରୁ କହିଥିଲେ ଠାକୁରଙ୍କର ଆଖିଟା ପଦ୍ମ ଫୁଲ ଭଳିଆ ହେଇଥିବ ହେଲା ଠାକୁରେ ଟିକେ ହାତ ତଳକୁ ଗଲ ଲକ୍ଷଣ କଲେ ଏଇଟା ଆମ ଇଣ୍ଟରଭ୍ୟୁ ନେଉଛି ନା କ'ଣ ଆମେ ଭଗବାନ ବୋଲି ଠାକୁର ନିଜେ କହିଲେଣି ମୁଁ ଭଗବାନ ବୋଲି କିନ୍ତୁ ସବରୀର ବିଶ୍ୱାସ ହଉନି ଭଗବାନ ବୋଲି କହିଲା ମୋ ଗୁରୁ କହିଛନ୍ତି ଯାହା ସେଇଟା ହେଲେ ମୁଁ ବିଶ୍ୱାସ କରିବି ଆଉ ହାତ ଲଗା ସେଠି ଠାକୁର ହାତ ତଳକୁ ଲଗେଇଲେ ଆଜ୍ଞା ଯିଏ ଆଜାନ ଲଗେଇଲ ବାହୁ ଠାକୁର ହାତର ଏଇଟା ଆଣ୍ଠୁ ତଳକୁ ପଡ଼ିଲା ହଁ ଠିକ ଠିକ ମୋ ଗୁରୁ କହିଥିଲେ ଯେ ଭଗବାନ ରାମଙ୍କର ଆଜାନ ଲଗେଇଲ ଆଜ୍ଞା ହାତର ଏଇଟା ଆଣ୍ଠୁ ତଳକୁ ପଡ଼ିଥିବ ଠାକୁରେ ତମ ଛାତି ଟିକେ ଦେଖେଇଲ ଆଜ୍ଞା ଭଗବାନ ମୋର କେଡ଼େ ଭକ୍ତ ବତ୍ସଳ ନିଜର ଭଗବାନ ମୋର କଷାୟ ବସ୍ତ୍ର ଖୋଲିଦେଲା ବେଳକୁ ମୋ ଗୁରୁ କହିଥିଲେ ଏ ଭଗବାନ ରାମଙ୍କର ଛାତିରେ କୁଆଡ଼େ ଶ୍ରୀ ମସଲାଚର ଚିହ୍ନ କହିବା ଜାଣିଲି ଆପଣ ଠାକୁର ବୋଲି ଠାକୁର ଆଉ କ'ଣ ବେକରେ ପଡ଼ିଛି ବନମାଳା ସବରୀ ହସିଲା କଲା ଠାକୁରେ ଏବେ ଜାଣିଲି ଆପଣ ରାମ ସର ସେ ଏପର୍ଯ୍ୟନ୍ତ ସବରୀ ମା ମାନେ ମୁଣ୍ଡିଆ ଥିଲା ଭଗବାନଙ୍କ ଚିହ୍ନ ସବୁ ମିଳେଇ ସାରିଲା ପରେ ଦେଖିଲା ଠିକ ଅଛି ତାପରେ ଗୋଡ଼ ତଳେ ପଡ଼ିଲା ଯେମିତି ଭଗବାନଙ୍କର ଗୋଡ଼ ତଳେ ପଡ଼ିଛି ଭଗବାନ କହିଲେ ମା ଭାରି ଭୋକ କଲାଣି ଏତେ ସମୟ ତମେ ମୋତେ ଟେଷ୍ଟ କରୁଛ ମୋ ଦେହ ଦେଖେ ମୋ ଛାତି ଦେଖେ ମୋ ବେକ ଦେଖେ ମୋ ଆଖି ଦେଖେ ମା କ'ଣ ଖାଇବାକୁ ତମର ଭୋକ ହେଲାଣି ଲକ୍ଷ୍ମଣ ସବଜି କହିଲେ କହିଲେ ଠାକୁରେ ଆପଣଙ୍କୁ ଭୋକ ଲାଗେ ଏଇଟା ମୁଁ ଆଜି ଶୁଣିଲି ଆଜି ପର୍ଯ୍ୟନ୍ତ 13 ବର୍ଷ ହେଲାଣି ବନବାସ ଦିନକ ପାଇଁ ମୋ ଠାକୁରେ କହିନାହାନ୍ତି ଲକ୍ଷ୍ମଣରେ ମୋତେ ଭୋକ ଲାଗୁଛି ବୋଲି ଅଯୋଧ୍ୟାରେ ଥିଲାବେଳେ ଦିନକ ପାଇଁ ଭଗବାନ କହିନାହାନ୍ତି ମା ଲୋ ମୋତେ ଭୋକ ଲାଗୁଛି ବୋଲି ଆଉ ଆଜି ଭୋକ ଲାଗୁଛି ଭଗବାନଙ୍କୁ ଭୋକ ଲାଗୁନି ଶୁଣିଲା ପରେ ସବରୀର ଅବସ୍ଥା କ'ଣ ଦେଖିବେ ଆଉ ଆଜ୍ଞା ଯୋଉ ପାଣିଟା ମୁହଁ ଧୋଇବାକୁ ରଖିଥିଲା ସେଇ ପାଣିଟାରେ ଭଗବାନଙ୍କ ପାଦ ଧୋଇଛି ଯେ ପୁଣି ଗୋଟେ ପାଦ ଧୋଇଥିଲା ଆଉ ଗୋଟେ ପାଦ ଧୋଇବାକୁ ସମୟ ଲାଗେ ଲକ୍ଷ୍ମଣ